ଜୟ ଜଗନ୍ନାଥ ବନ୍ଧୁଗଣ। ଦେଖନ୍ତୁ ବର୍ତ୍ତମାନ ଗୋଟେ ଯୋଉଟାକି ପପୁଲାର ନୋଟିଫିକେସନ ଆସିଯାଇଛି, ଯୋଉଟାକି ପପୁଲାର ଜାଗା, ଯୋଉଟାକି ରମାଦେବୀ ମହାବିଦ୍ୟାଳୟ, ଯୋଉଟାକି ଆପଣମାନେ ଜାଣିଥିବେ ରମାଦେବୀ ଓମେନ୍ସ କଲେଜ ଭୁବନେଶ୍ୱରରେ ଅଛି। ଦେଖନ୍ତୁ ରମାଦେବୀ ଓମେନ୍ସ କଲେଜ ବହୁତ ଗୋଟେ ବଡ଼ ନୋଟିଫିକେସନ ବାହାର କରିଛି, ଯୋଉଟାକି ଦେଖନ୍ତୁ ଏଠି ଆପଣମାନେ ଦେଖି ପାରୁଥିବେ କି ଯୋଉଟାକି ଡେଟ୍ ଆମର ରହିଛି 17/11/2025 ରହିଛି। 17/11/2025 ଏଟା ପବ୍ଲିଶ କରାଯାଇଥିଲା। ମେମୋ ନମ୍ବର ବି ଦିଆଯାଇଛି, ବହୁତ ଅରିଜିନାଲ ଅଟେ, ଇଏ ଜେନ୍ୟୁନ୍ ଇଏ। ତ ଦେଖନ୍ତୁ ଆକୁ ବିଳମ୍ବ କରନ୍ତୁନି, ଯୋଉଟାକି କ'ଣ ଡିଟେଲ୍ସ ଦେଇଛି ଭଲସେ ପଢ଼ନ୍ତୁ। ପୁରା ତ ମୁଁ କହିପାରୁନି, ଯୋଉଟାକି ବର୍ତ୍ତମାନ ୟା ବିଷୟରେ ଟିକେ ହିଣ୍ଟସ୍ ମୁଁ ଯାହା ଦେଉଛି ଆପଣମାନେ ଆକୁ ଭଲ ଭାବେ ପଢ଼ି ପୁରା ସେ ଜାଗାକୁ ଯାଇ ଇଣ୍ଟରଭ୍ୟୁ ଦିଅନ୍ତୁ। ତ ଦେଖନ୍ତୁ ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିଛି 21 ପୋଷ୍ଟ ଉପରେ ରହିଛି। ତ 21 ପୋଷ୍ଟରେ ଦେଖନ୍ତୁ ଆର ଯେଉଁ ୱାକ୍ ଇନ୍ ଇଣ୍ଟରଭ୍ୟୁ ରହୁଛି 10/12/2025, 11/12/2025, 12/12/2025, 3 ଦିନ ରହୁଛି। 10ଟା ଅଧେ ଭିତରେ ଆପଣ ଯାଇକି ସେଠି ପହଞ୍ଚି ୱାକ୍ ଇନ୍ ଇଣ୍ଟରଭ୍ୟୁ ଦେଇପାରିବେ। ତ 3 ଦିନ ଆର ଡେଟ୍ ରହିଲା, ମୁଁ କହିଦେଲି ଇମ୍ପୋର୍ଟାଣ୍ଟ ଯୋଉଟାକି। ଦେନ୍ ପୋଷ୍ଟ ଦେଖନ୍ତୁ କ'ଣ ରହିଛି। ଆସିଷ୍ଟାଣ୍ଟ ପ୍ରଫେସର ଇନ୍ ଏଜୁକେସନାଲ ଷ୍ଟଡିଜ୍, ସାଇନ୍ସର 2ଟା, ହ୍ୟୁମାନିଟିସ୍ର 2ଟା ପୋଷ୍ଟ ରହିଛି। ଆସିଷ୍ଟାଣ୍ଟ ପ୍ରଫେସର ଇନ୍ ଫିଜିକ୍ସ ଏଜୁକେସନ, ଆସିଷ୍ଟାଣ୍ଟ ପ୍ରଫେସର ଇନ୍ ଆର୍ଟ୍ସ ଏଜୁକେସନ। ତ ଦେଖନ୍ତୁ ଏଇଟା ବି ପଢ଼ନ୍ତୁ। ଆସିଷ୍ଟାଣ୍ଟ ପ୍ରଫେସର ଇନ୍ ଲାଇବ୍ରେରୀ ଡିସିପ୍ଲିନ୍ ଆଣ୍ଡ ପେଡାଗୋଜି, ଫିଜିକ୍ସର ଗୋଟେ, କେମିଷ୍ଟ୍ରି ଗୋଟେ, ଜିଓଲୋଜି ଆଉ ମ୍ୟାଥମେଟିକ୍ସ ଉପରେ ବି ଦେଇଛି। ଆର କ୍ୱାଲିଫିକେସନ ଦେଖନ୍ତୁ କ'ଣ କହିଛି, ଆଉ କୋଉ ଜାଗାରେ ଏକ୍ସପିରିଏନ୍ସ ବି ମାଗିଛି। ଆକୁ ଭଲ ଭାବେ ପଢ଼ନ୍ତୁ, ଯୋଉଟାକି ମୁଁ ଏଠି ଆପଣଙ୍କୁ ପୁରା ଦେଖେଇ ରଖୁଛି। ଆପଣ ଭଲସେ ଦେଖନ୍ତୁ କ୍ୱାଲିଫିକେସନ ଉପରେ କ'ଣ ରହିଛି, ଆଉ କୋଉ ସବଜେକ୍ଟ ଉପରେ କ'ଣ କ୍ୱାଲିଫିକେସନ ଅଛି। ଏଜ୍ ବି ଦେଇଦେଇଛି, ଦେଖନ୍ତୁ ଏଜ୍ ବି ଆପଣ ଯଦି ଏ ଏଜ୍କୁ ଯାଉଥିବେ ତ ଏହାକୁ ଆପ୍ଲାଏ କରିପାରିବେ ଏବଂ ସେ ଜାଗାକୁ ଯାଇ ଇଣ୍ଟରଭ୍ୟୁ ବି ଦେଇପାରିବେ। ରେମୁନେରେସନ ଦେଖନ୍ତୁ, ସାଲେରୀ କ'ଣ ପ୍ୟାକେଜ ରହିଛି, ବହୁତ ଭଲ ସାଲେରୀ ରହିଛି। ଆଉ କୋଉ ସବଜେକ୍ଟର କେବେ କ'ଣ ଇଣ୍ଟରଭ୍ୟୁ ରହୁଛି ତାର ପୁରା ଲାଷ୍ଟରେ ଲେଖାଯାଇଛି। ଫାଷ୍ଟ ଯୋଉଟାକି ଆମର ଯୋଉ ରହୁଛି ସାଇନ୍ସର 2ଟା, ହ୍ୟୁମାନିଟିସ୍ର 2ଟା, ତାର ଇଣ୍ଟରଭ୍ୟୁ ହେଉଛି 10/12/2025। ଦେଖନ୍ତୁ ତାର ଡେଟ୍ ବି ଦେଇଦେଇଛି ଏଠି, କୋଉ ଡେଟ୍ରେ ଆମର ଇଣ୍ଟରଭ୍ୟୁ ହେବ ଏଠି। ତ ଭଲ ଭାବେ ଦେଖନ୍ତୁ। ଦେନ୍ ଆଉ ଏଇଟା ବି ଦେଖନ୍ତୁ, ଯୋଉଟାକି ନେକ୍ସଟ ବି ସେ କହିଛି ଆସିଷ୍ଟାଣ୍ଟ ପ୍ରଫେସର ଇନ୍ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସରେ ବି ଦେଇଛି। ଆସିଷ୍ଟାଣ୍ଟ ପ୍ରଫେସର ଇନ୍ ଇଂଲିଶ, ଏମଆଇଏଲ୍ ଓଡ଼ିଆ, ହିନ୍ଦୀ ଉପରେ ବି ଦେଇଛି। ତାର ଯୋଉଟାକି କ୍ୱାଲିଫିକେସନ ବି ଦେଖିପାରୁଥିବେ। ଫାର୍ଷ୍ଟଟା ହେଉଛି ପୋଷ୍ଟ, ସେକେଣ୍ଡ ହେଉଛି କ୍ୱାଲିଫିକେସନ, ଥାର୍ଡ ହେଉଛି ଏଜ୍, ଫୋର୍ଥ ହେଉଛି ରେମୁନେରେସନ, ଫିଫ୍ଥ ହେଉଛି ଯୋଉଟାକି କୋଉ ଡେଟ୍ରେ ଏକ୍ଜାମ ରହିବ। ଦେଖନ୍ତୁ ତାର ରେଜିଷ୍ଟର ଯୋଉଟାକି ଆମର ସିଗ୍ନେଚର ବି ପଡ଼ିଛି, ରମାଦେବୀ ଓମେନ୍ସ କଲେଜର ପ୍ରିନ୍ସିପାଲ ରହିଛନ୍ତି। ମେମୋ ନମ୍ବର ବି ଦେଇଛି। ଡେଟ୍ ବି 17/11/2025ରେ ପବ୍ଲିଶ କରାଗଲା। ତ ୟାର ଦେଖନ୍ତୁ ଯୋଉଟାକି ଆପ୍ଲିକେସନ ଫର୍ମ ଫର ଟିଚିଂ ପୋଷ୍ଟ ଫର ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ, ମତଲବ ଯୋଉଟାକି ତାର ଅଫଲାଇନ୍ ଫର୍ମ ଯୋଉଟା ରହୁଛି, ଏ ଫର୍ମଟାରେ ଆପଣ ସବୁ କ'ଣ କରିବେ ନା ଫିଲ୍ଅପ୍ କରିବେ। ନିଜର ଆଡ୍ରେସ୍, ନାମ ଆଉ ତାର ବୟସ ସବୁ ଫିଲ୍ଅପ୍ କରିବେ। କ୍ୱାଲିଫିକେସନ କ'ଣ ରହୁଛି ଏଇଟା ଦେଖନ୍ତୁ ଭଲସେ ଡିକ୍ଲାରେସନ ବି ଦେଇଛି ଏଠି। ଏଇଟା ପ୍ରିଣ୍ଟ ବାହାର କରିବେ। ପ୍ରିଣ୍ଟ ବାହାର କରିକି ଫିଲ୍ଅପ୍ କଲା ପରେ ସେ ଜାଗାକୁ ଯିବେ ଇଣ୍ଟରଭ୍ୟୁ ଦିନ। ଦେଖନ୍ତୁ ଏଇଟା ବହୁତ ବଡ଼ ଭ୍ୟାକେନ୍ସି ରହୁଛି ଇଏ ରମାଦେବୀ ଓମେନ୍ସ କଲେଜରେ, ଅବହେଳା କରିବେନି। ତ ଇଏ ବହୁତ ଜେନ୍ୟୁନ୍ ଅଟେ। ତ ରମାଦେବୀ ଓମେନ୍ସ କଲେଜ ବହୁତ ଗୋଟେ ସୁପ୍ରସିଦ୍ଧ, ଯୋଉଟାକି ମହିଳା ବିଶ୍ୱବିଦ୍ୟାଳୟ, ଆପଣମାନେ ଜାଣିଥିବେ। ଦେଖନ୍ତୁ ଇଏ ବହୁତ ଯୋଉଟାକି ଯେଉଁମାନେ ଏଲିଜିବୁଲ୍ ହେବେ, ଯେଉଁମାନେ ପିଜି ବଗେରା ଅର ଏଠି ଆମର ପ୍ରଫେସର ପାଇଁ ବୋଲି ଯାହା ସେ କ୍ୱାଲିଫିକେସନ ମାଗୁଛି, ସେ ଉପରେ ଯଦି ଆପଣ ଏଲିଜିବୁଲ୍ ହେଉଥିବେ ତ ଏହାକୁ ତୁରନ୍ତ ଯାଇ ସେ ଜାଗାରେ ଇଣ୍ଟରଭ୍ୟୁ ଦିଅନ୍ତୁ ଏବଂ କାର୍ଯ୍ୟକୁ ହାସଲ କରନ୍ତୁ। ଆଉ ଯେତେ ମାତ୍ରାରେ ପାରିବେ ଚ୍ୟାନେଲଟିକୁ ଟିକେ ସେୟାର କରନ୍ତୁ, ଯୋଉଟାକି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ, ସେମାନେ ବି ଏହା ଉପରେ ତଥ୍ୟ ଉପରେ ଜାଣିପାରିବେ। ତ ଲାଇକ୍ ବି କରିବେ, ସବସ୍କ୍ରାଇବ୍ କରିବେ ଭୁଲିବେନି। ଜୟ ଜଗନ୍ନାଥ, ରହିଲି, ଧନ୍ୟବାଦ।